ତାଙ୍କର ସଙ୍ଗୀତକୁ ଆପଣମାନେ ସମସ୍ତେ ବେଶ୍ ପସନ୍ଦ କରିଥାନ୍ତି ଆଉ ବର୍ତ୍ତମାନ ସମୟରେ ନିଜ ଶାଶୁଙ୍କର ଯତ୍ନ ନେଉଛନ୍ତି। ତେବେ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି, ପରିବାର ସହ କେମିତି ସମୟ କାଟୁଛନ୍ତି ଆଉ କ'ଣ ସବୁ ଖୁସି ଖବର ସେ ଦେଇଛନ୍ତି, ତା ସହିତ ନିଜ ଶାଶୁଙ୍କର ଯତ୍ନ କିପରି ନେଉଛନ୍ତି, ଓଡ଼ିଆ ଘରର ବୋହୂ ହିସାବରେ କିପରି ଭାବରେ କର୍ତ୍ତବ୍ୟ କରୁଛନ୍ତି, ସବୁକିଛି ବିଷୟରେ ଡିଟେଲ୍ସରେ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ଏ ଭିଡ଼ିଓଟି ଦେଖିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ଯେଉଁମାନେ ପ୍ରକୃତରେ ନମିତା ଅଗ୍ରୱାଲଙ୍କୁ ତାଙ୍କର ସଙ୍ଗୀତକୁ ବେଶ୍ ପସନ୍ଦ କରନ୍ତି ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବେ। ତାହେଲେ ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ କଣ୍ଠଶିଳ୍ପୀ, ଆପଣମାନଙ୍କର ପ୍ରିୟ ସିଙ୍ଗର, ଭଜନ ସିଙ୍ଗର ନମିତା ଅଗ୍ରୱାଲ ବର୍ତ୍ତମାନ ସମୟରେ ଶାଶୁ ଘରେ ନିଜ ଶାଶୁଙ୍କର ଯତ୍ନ ନେଉଥିବାର ନଜର ଆସିଛନ୍ତି। ନମିତା ଅଗ୍ରୱାଲଙ୍କ ଘରର ବଡ଼ ବୋହୂ ବନିଥିଲେ ତମନ୍ନା ବ୍ୟାସ ବନିଥିଲେ ତମନ୍ନା ବ୍ୟାସ ଅଗ୍ରୱାଲ। ସୀତାରାମ ଅଗ୍ରୱାଲ ଏବଂ ନମିତା ଅଗ୍ରୱାଲଙ୍କର ବଡ଼ ପୁଅ ସିଦ୍ଧାର୍ଥ ଅଗ୍ରୱାଲଙ୍କ ହାତ ଧରିଥିଲେ ତମନ୍ନା। ଆଉ ତମନ୍ନା ମଧ୍ୟ ବର୍ତ୍ତମାନ ସମୟରେ ମା ବନି ସାରିଥିଲେ। ନାତିକୁ କୋଳରେ ଧରି ମଧ୍ୟ ନମିତା ଅଗ୍ରୱାଲ ଅନେକ ସମୟରେ ସୋସିଆଲ ମିଡ଼ିଆରେ କିଛି ଫଟୋ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ଏବଂ ନିଜ ନାତି ସମ୍ପର୍କରେ ସେ ବହୁତ କିଛି କହିଛନ୍ତି। ସେ ବହୁତ ଖୁସି ଅଛନ୍ତି। ଏହିସବୁ ଭିତରେ ସେ ନିଜ ଶାଶୁଙ୍କର ଯତ୍ନ ମଧ୍ୟ ନେଉଛନ୍ତି। ଶାଶୁଙ୍କ ଯତ୍ନ ନେଉଥିବା ସମୟର ଏକ ଭିଡ଼ିଓ ଯାହାକି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବା ଲାଗିଛି। ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ସେହି ଭିଡ଼ିଓକୁ ଏହି ଭିଡ଼ିଓର ସ୍କ୍ରିନ୍ରେ ଦେଖିବାକୁ ପାଇଯାଇଥିବେ। ବିଛଣା ବେଡ଼୍ରେ ତାଙ୍କ ଶାଶୁ ବସିଛନ୍ତି ଏବଂ ତାଙ୍କ ସହ ନମିତା ଅଗ୍ରୱାଲ କିଛି ଅନ୍ତରଙ୍ଗ କଥା ହେଉଛନ୍ତି। ତା ସହିତ ଏକ ଖୁସିର ମୁହୂର୍ତ୍ତ ମଧ୍ୟ ସେ ସେୟାର କରିଛନ୍ତି। ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ପୋଷ୍ଟ ମାଧ୍ୟମରେ ସମସ୍ତଙ୍କ ସହିତ ଏ ଭିଡ଼ିଓକୁ ସେୟାର କରିଛନ୍ତି। ଆଉ ଫ୍ୟାନ୍ମାନଙ୍କ ମନରେ ମଧ୍ୟ ଖୁସି ଲହରୀ ଖେଳିଯାଇଛି। ଓଡ଼ିଆ ଘରର ବୋହୂ ହିସାବରେ ଯେମିତି ନିଜ ବାପା ମାଆଙ୍କର କର୍ତ୍ତବ୍ୟ କରିବା କଥା ନମିତା ଅଗ୍ରୱାଲ ସେମିତି ସବୁ କରୁଛନ୍ତି। ତେବେ ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ସେ ଭିଡ଼ିଓଟିକୁ ଦେଖିବାକୁ ପାଇଯାଇଥିବେ। ତେବେ ଆପଣମାନଙ୍କୁ ନମିତା ଅଗ୍ରୱାଲଙ୍କ ଗୀତ କେତେ ମାତ୍ରାରେ ପସନ୍ଦ ଆସେ, କେଉଁ ଗୀତ ଆପଣଙ୍କୁ ସବୁଠୁ ବେଶୀ ପସନ୍ଦ, ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖିବେ।